ଆଜିର ଫାର୍ମର ସିରିଜର ଏପିସୋଡ 3 ରେ ଦେଖିବା। ବହୁତ ସାରା ଲୋକ କୁହନ୍ତି ଛୋଟ ଜମି ହେଲେ ସେଥିରୁ କିଛି ବି ମିଳେନି ଚାଷ କଲେ, କିନ୍ତୁ ଏଇଟା ହଉଛି ଗୋଟେ ଭୁଲ ଧାରଣା। ଯଦି ଆପଣମାନେ କେବଳ ଧାନ କିମ୍ବା ମକା ଚାଷ କରିବେ ତେବେ ବି ଖର୍ଚ୍ଚ ଉଠିବନି। ଛୋଟ ଜମି ପାଇଁ ଦରକାର ଗୋଟେ ସ୍ମାର୍ଟ ଷ୍ଟ୍ରାଟେଜି। ତ କ'ଣ କରିବେ ସ୍ମାର୍ଟ ଷ୍ଟ୍ରାଟେଜି? ଷ୍ଟେପ୍ 1, ହାଇ ଭ୍ୟାଲ୍ୟୁ କ୍ରପ୍ସ। ତ ଧାନ ଛାଡ଼ନ୍ତୁ, ବ୍ରୋକୋଲି, କ୍ୟାପ୍ସିକମ୍ କିମ୍ବା ଡ୍ରାଗନ୍ ଫ୍ରୁଟ୍ସ ଲଗାନ୍ତୁ, ଯାହାର ଚାହିଦା ସହରରେ ବହୁତ ଅଧିକ। ଆକୁ ଆପଣ ଏକ୍ସପୋର୍ଟ ବି କରିପାରିବେ। ଷ୍ଟେପ୍ 2 ହେଲା ଭର୍ଟିକାଲ ଫାର୍ମିଂ। ତ ଯଦି ଜମି ଆପଣମାନଙ୍କର କମ୍ ଅଛି ତେବେ ଭର୍ଟିକାଲ ମାନେ ଉପରକୁ ବଢ଼େଇକି ଚାଷ କରନ୍ତୁ, ଯେମିତିକି ଛତୁ ଚାଷ ହେଲା କିମ୍ବା ମାଛ ଚାଷ ସହ ପନିପରିବା ମିଶେଇକି ଆକୁ କରନ୍ତୁ, ଯୋଉଟା ଆମେ ଆକ୍ୱାପୋନିକ୍ସ କହୁ। ତ ଷ୍ଟେପ୍ 3 ହେଉଛି ଡାଇରେକ୍ଟ ସେଲିଂ। ଆପଣମାନେ ମଧ୍ୟସ୍ଥିକୁ ପୁରା ଭୁଲି ଯାଆନ୍ତୁ। ସିଧାସଳଖ ସୋସିଆଲ ମିଡ଼ିଆ ଦ୍ୱାରା ହଉ ବା ସ୍ଥାନୀୟ ମାର୍କେଟରେ ବିକ୍ରି କରନ୍ତୁ, ଆଉ ନିଜର ବ୍ରାଣ୍ଡ ବନେଇକିନା ବି ଆପଣମାନେ ଏକ୍ସପୋର୍ଟ ବି କରିପାରିବେ। ତେଣୁ ମନେ ରଖନ୍ତୁ, ଜମି ଛୋଟ ହେଇପାରେ କିନ୍ତୁ ଆପଣମାନଙ୍କର ଯେଉଁ ଚିନ୍ତାଧାରା ସେଇଟା କେବେ ବି ଛୋଟ ନୁହେଁ। ତ ଆଜି ହିଁ ଆରମ୍ଭ କରନ୍ତୁ ଆଉ ସ୍ମାର୍ଟ ଷ୍ଟ୍ରାଟେଜି ଦ୍ୱାରା ନିଜର ଚାଷ ଜମିକୁ ସୁନାରେ ପରିଣତ କରନ୍ତୁ। ଏଇଭଳି ଫାଇନାନ୍ସିଆଲ ଆକ୍ସ ପାଇଁ ମୋ ଚ୍ୟାନେଲ ସବୁ ସବସ୍କ୍ରାଇବ୍ କରନ୍ତୁ। ରହୁଛି।